ମୁଁ ମାଲକାନଗିରି ଆସିଛି। ମୁଁ ଏଠି ଚାକିରି କରୁଥିଲି, ଆମ୍ବୁଲାନ୍ସ ଡ୍ରାଇଭର ଥିଲି। ଏଠି ଦୀର୍ଘ ଦିନ ହେଲା ରଥଯାତ୍ରା ମୁଁ ଦେଖି ଆସିଛି। ଆଉ ଏଠି 20 ଖଣ୍ଡ ଗାଁ 25 ଖଣ୍ଡ ଗାଁ ଲୋକ ଏଠି ଆସି ଗହଳି ହୁଅନ୍ତି। ବହୁତ ଭଲ ହୁଏ, ବହୁତ ଲୋକ ଗହଳି ଫହଳି ହୁଏ। ଆଉ ରଥଯାତ୍ରା ଭଲ ଭାବରେ ପାଳନ କରୁଛନ୍ତି ଆମର ଏ ଜନଜାତି ଲୋକମାନେ ସବୁ, ବଣ୍ଡା ଜନଜାତି ଲୋକ। ମୁଁ ଯେବେଠୁ ଆସିଛି ବୋଲେ 92 ରୁ ମୁଁ ଦେଖିକି ଆସିଛି ଏଠି ଭଲ ରକମ ରଥଯାତ୍ରା ହୁଏ। ମୋ ନାଁ ହଉଛି ଅନନ୍ତ କୁମାର ନାୟକ। ଏଠି ବଣ୍ଡା ଘାଟିର ଜଗନ୍ନାଥ ମନ୍ଦିର ଆଜିକି 42 ବର୍ଷ ହେଇଯିବ। ଏଇ ଜନଜାତି ଓ ବଣ୍ଡା ଭାଇ ଭଉଣୀ ମାନଙ୍କୁ ନେଇକି ଏଇ ରଥଯାତ୍ରା ମୁଦୁଲିପଡାରେ ଅନୁଷ୍ଠିତ ହେଇ ଆସୁଛି। ପରମ୍ପରାରେ ଆଜି ପର୍ଯ୍ୟନ୍ତ ଚାଲି ରହିଛି। ଏବେ ଛେରାପରା ହବ, ଏବେ ଜଗନ୍ନାଥଙ୍କୁ ଛେରାପରା କରିକି ରଥ ଟାଣିବାକୁ ନେଇକି ଯିବୁ ସୀତାକୁଣ୍ଡ ପର୍ଯ୍ୟନ୍ତ। ସେଠୁ ବାହୁଡା ହବ, ସେଠୁ ରଥ ଟଣା ହେଇକି ଜଗନ୍ନାଥର ଆସିବ। ଏଇ ଯୋଉ ଭାଇଚାରା ଅଛି ଜଗନ୍ନାଥଙ୍କର, ଏଇ ବଣ୍ଡା ଭାଇ ମାନଙ୍କର, ଏଇଟା କହିଲେ ବି ଅନୁଭୂତି ସରିବ ନାହିଁ। ଜଗନ୍ନାଥଙ୍କର କେବେ ଅନୁଭୂତି କହିପାରିବନି। ଯୋଉମାନେ କରିକି ଯାଇଛନ୍ତି, ଗଦାଧର ପଇଡା, ରଘୁନାଥ ସାହୁ, ଏମିତି ବହୁତ ବହୁତ ଭଲ ଭଲ ଯୋଉ ପିଏଲ ସାର୍ ହେରିକା ଏଇଠି ଥିଲେ ପ୍ରୋଜେକ୍ଟରେ। ଆପଣଙ୍କ ନାଁ କଣ? ମୋର ନାଁ ନୀଲ ବର୍ଣ୍ଣ ସାର୍। ଆଉ କୋଉଠୁ ଆସୁଛନ୍ତି? ଗୋଇଗୁଡାରୁ ଆସିଛି। ଆଉ ରଥଯାତ୍ରା କେବେଠୁ ହଉଛି ଆଉ କେବେଠୁ ଆପଣ ଏ ରଥଯାତ୍ରାରେ ସାମିଲ ହଉଛନ୍ତି? ଆଗରେ ମୋ ପିଲା ବେଳଠୁ ହଉଥିଲା ଆଜ୍ଞା, ଆଜି ପର୍ଯ୍ୟନ୍ତ ହଉଛି। ଏବେ ବି ରଥ ଟଣା ଆରମ୍ଭ ହେଇଗଲାଣି। ଏ ରଥଯାତ୍ରା କେତେ ଲୋକ ପ୍ରାୟ ଆସୁଛନ୍ତି? କେତେ ଗାଁର ଲୋକ ଆସୁଛନ୍ତି? ଏଇ ଯେତିକି ପାଖାପାଖି ଅଛନ୍ତି ଆମର 10-15ଟା ଗାଁ ସବୁ ଆସୁଛନ୍ତି।